বন্ধু পরি বন্ধু তুমি ମୋ ପରି ପାପୀର ବନ୍ଧୁ ପରି ବନ୍ଧୁ ତୁମେ ମୋ ପରି ପାପୀର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଯୋହନ 15 ଅଧ୍ୟାୟରେ ଗୋଟିଏ ଶକ୍ତିଯୁକ୍ତ ବାକ୍ୟ ଆମେ ଶୁଣୁଥିବା, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ସେ ଆମମାନଙ୍କୁ କ'ଣ ବନ୍ଧୁ ବୋଲି ସମ୍ବୋଧନ କରୁଛନ୍ତି ବା ବନ୍ଧୁ ବୋଲି ଡାକୁଛନ୍ତି। ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆମେ ସେ ପଦ ପଢ଼ିବା ଏବଂ ସେହି ବାକ୍ୟକୁ ଆମେ ଧ୍ୟାନ କରୁଥିବା। ସେ ପ୍ରକୃତରେ କାହିଁକି ଆମମାନଙ୍କୁ ସେ ବନ୍ଧୁ ବୋଲିକି ଡାକୁଛନ୍ତି। ପ୍ରତ୍ୟେକ ବାକ୍ୟ ଗ୍ରହଣ କରି ମାନି ଜୀବନରେ ପ୍ରୟୋଗ କରି ତାଙ୍କର ଅନୁଗମନ କରିବା ଲୋକକୁ କାହିଁକି ସେ ବନ୍ଧୁ ବୋଲି କହୁଛନ୍ତି। ଆସନ୍ତୁ ସେହି ବାକ୍ୟରେ ଆମେ ଧ୍ୟାନ କରୁଥିବା। ଯୋହନ 15 ଅଧ୍ୟାୟ 14ରୁ ଆମେ 17 ପଦ ପର୍ଯ୍ୟନ୍ତ ପାଠ କରୁଥିବା। ମୁଁ ତୁମମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି ତାହା ଯଦି ପାଳନ କର, ତେବେ ତୁମେମାନେ ମୋହର ବନ୍ଧୁ। ମୁଁ ତୁମମାନଙ୍କୁ ଆଉ ଦାସ ବୋଲି କହୁନାହିଁ, କାରଣ କର୍ତ୍ତା କ'ଣ କରନ୍ତି ଦାସ ତାହା ଜାଣେ ନାହିଁ। କିନ୍ତୁ ମୁଁ ତୁମମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କ ଠାରୁ ଯାହା ଯାହା ଶୁଣିଅଛି ସେହିସବୁ ତୁମମାନଙ୍କୁ ଜଣାଇଅଛି। ତୁମେମାନେ ମୋତେ ମନୋନୀତ କରିନାହ, କିନ୍ତୁ ମୁଁ ତୁମମାନଙ୍କୁ ମନୋନୀତ କରିଅଛି। ଆଉ ତୁମେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମମାନଙ୍କର ଫଳ ସ୍ଥାୟୀ ହୁଏ, ଏଥି ନିମନ୍ତେ ତୁମମାନଙ୍କୁ ନିଯୁକ୍ତି କରିଅଛି। ସେଥିରେ ତୁମେମାନେ ମୋ ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମମାନଙ୍କୁ ଦେବେ। ତୁମେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥି ନିମନ୍ତେ ମୁଁ ତୁମମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି। ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କୌଣସି ବିଷୟ ସେ ଗୁପ୍ତ କରି ରଖିଲେ ନାହିଁ। ଆମମାନଙ୍କ ମଧ୍ୟରେ ତାଙ୍କର ପରମେଶ୍ୱରଙ୍କର ସେହି ସତ୍ୟତାକୁ, ପରମେଶ୍ୱରଙ୍କର ସେହି ଦୟାକୁ, ପରମେଶ୍ୱରଙ୍କର ସେହି ଅନନ୍ତତାକୁ, ପରମେଶ୍ୱରଙ୍କର ସେହି ବୁଦ୍ଧିକୁ, ପରମେଶ୍ୱରଙ୍କର ସେହି ପ୍ରେମକୁ, ପରମେଶ୍ୱରଙ୍କର ସେହି ଘନିଷ୍ଠ ସମ୍ପର୍କକୁ ସେ ଆମମାନଙ୍କୁ ସେ ପ୍ରକାଶ କରିଛନ୍ତି। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ବିଷୟ କହିଲେ, ଫିଲିପକୁ ଗୋଟେ ବିଷୟ କହିଲେ ଯେ ମୋତେ ଦେଖିଅଛି ସେ ପିତାଙ୍କୁ ଦେଖିଅଛି। ତେବେ ଆଜି ଆମମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ବନ୍ଧୁ ବୋଲି ସେ ଡାକନ୍ତି? ଯେତେ ଜଣ ତାଙ୍କର ବାକ୍ୟକୁ ମାନନ୍ତି, କାହିଁକି ସେ ବନ୍ଧୁ ବୋଲି କହନ୍ତି ଜାଣିଛନ୍ତି? କାରଣ ସେ ଆମମାନଙ୍କୁ ଅନନ୍ତ ପ୍ରେମରେ ସେ ପ୍ରେମ କରନ୍ତି। ବନ୍ଧୁ ଗୋଟେ ଏ ପ୍ରକାର ଶବ୍ଦ ଆମେ ଜାଣିଛୁ ଯେ ଆମେ ଦୁନିଆରେ ପ୍ରତ୍ୟେକ ଲୋକକୁ ବନ୍ଧୁର ଆବଶ୍ୟକ ଅଛି। ଆମମାନଙ୍କର ସାହାଯ୍ୟ ପାଇଁ, ଆମମାନଙ୍କର ମନର କଥା କହିବା ପାଇଁ, ଆମମାନଙ୍କର ହୃଦୟର କଥା କହିବା ପାଇଁ, ଆମମାନଙ୍କର ଆବଶ୍ୟକ ପାଇଁ ଆମେ ପ୍ରତ୍ୟେକ ବିଷୟ ଆମେ ଗୋଟେ ବନ୍ଧୁକୁ କ'ଣ କହିଥାଉ। ଏମିତିକି ନିଜର ବାପା, ମା, ସ୍ତ୍ରୀ ସମସ୍ତଙ୍କୁ ଛାଡ଼ିଦେଲେ ମଧ୍ୟ ଗୋଟେ ଥାଏ, ଜଣେ ବନ୍ଧୁ ବୋଲି ଥାଏ, ଯାହାକୁ ଆମମାନଙ୍କର ହୃଦୟର ଗଭୀର ବିଷୟକୁ ଆମେ ଜଣାଇଥାଉ। ଯେପରିକି ସେ ଆମମାନଙ୍କୁ ସେଥିରୁ ସାନ୍ତ୍ୱନା ଦେଇପାରିବ, ସେଥିରୁ ସାହାଯ୍ୟ କରିପାରିବ। ପ୍ରକୃତିରେ ବନ୍ଧୁ ଆମେ କାହାକୁ କହୁ? ଯାହାକୁ ହୃଦୟ ସହିତ ଆମେ ଭରସା କରୁ, ଯାହାକୁ ହୃଦୟର ସହିତ ଆମେ କ'ଣ ବିଶ୍ୱାସ କରୁ। ଆଉ ପ୍ରକୃତିରେ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଭରସା କରନ୍ତି, ଆମମାନଙ୍କୁ ବିଶ୍ୱାସ କରନ୍ତି। ଯଦି ବି ଆମେ ପାପୀ, ତେବେ ମଧ୍ୟ ଆମ ପ୍ରତି ତାଙ୍କର ବିଶ୍ୱାସ ଅଛି, ତାଙ୍କର ଭରସା ଅଛି। ଆଉ ସେହି ବିଶ୍ୱାସ ଭରସା ଅନନ୍ତତା ଅଟେ। ପ୍ରଭୁଙ୍କ ଲୋକମାନେ, ସେ ଆମମାନଙ୍କୁ ଏତେ ପ୍ରେମ କଲେ, ନିଃସ୍ୱାର୍ଥ ପ୍ରେମ କଲେ। ତ ଯେଉଁ ଭରସା, ଯେଉଁ ବିଶ୍ୱାସ ଆମ ପ୍ରତି ତାଙ୍କର ଅଛି, ତେବେ ଆମେ ଏଇ ମନୁଷ୍ୟ ତାଙ୍କ ପ୍ରତି କେତେ ଭରସା ବିଶ୍ୱାସ ଦେଖେଇବାର ଆବଶ୍ୟକ ରହିଛି। ଆଉ ସେ କହିଲେ, ଶେଷରେ ଗୋଟେ ବିଷୟ କହିଲେ, ତୁମେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥି ନିମନ୍ତେ ମୁଁ ତୁମମାନଙ୍କୁ ଏଇ ସମସ୍ତ ଆଜ୍ଞା ଦେଇଅଛି। ପରସ୍ପରକୁ ପ୍ରେମ କରିବା, ଆଉ ପ୍ରେମ ବିହୁନେ ସବୁ ଅସାର ଅଟେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ପ୍ରେମ ଦେଖାଇଛନ୍ତି। ଆଉ ଏହି ସମୟରେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁ ଆଉ ଆମ ଦେଶରେ, ଆମ ଅଞ୍ଚଳମାନଙ୍କରେ ଯେଉଁ ଦଙ୍ଗା ଚାଲିଛି, ଯେଉଁ ବିଷୟ ନେଇକି ଆମେ ଚିନ୍ତିତ ଅଟୁ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱରଙ୍କର ସେ ପ୍ରେମକୁ ଆପଣ ପ୍ରକାଶ କରନ୍ତୁ।
कारण परमेश्वर प्रेम रे कौन अच्छी सब विषय समाधान अच्छी। प्रभु यीशु ख्रीष्ट जेपरि निजे कालबारी क्रूसरे प्रेम द्वारा समस्त विषय को समाप्त कले, अंधकार शक्ति को दूरेले, मृत्यु को जय कले। आज आपण आम से ऐश्वरिक प्रेम द्वारा प्रत्येक विषय को आम जय कर अल्प वाक्य द्वारा प्रभु हम समस्त को आशीर्वाद करंतु। आमेन।